ଆମେ ସମସ୍ତେ ଜାଣିଛୁ ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ଜରା ନାମକ ଶିକାରୀର ତୀର ଦ୍ୱାରା ହୋଇଥିଲା ଏବଂ ଏହି ଶିକାର ଜଣ ଆଉ କେହି ନଥିଲେ ତେତେଜ ଯୁଗର ବାଳି ଯାହାକି ଭଗବାନ ଶ୍ରୀକୃଷ୍ଣ ସେ ବାଳି କହିଥିଲେ କି ମୁଁ ଯେମିତି ତତେ ଲୁଚିକି ତୀର ମାରିଥିଲି ଆଉ ତୁ ମତେ ସେଇଭଳି ଲୁଚିକି ତୀର ମାରିବୁ। କିନ୍ତୁ ଗୋଟେ ସାଧାରଣ ତୀର ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ କେମିତି ହୋଇଥିଲା ତାର ପଛରେ ଗୋଟେ କାହାଣୀ ଅଛି। ଆମ ପୁରାଣରେ କୁହାଯାଉଛି କି ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ବର୍ବରୀଙ୍କ ପାଖକୁ ଯାଇଥିଲେ ଏବଂ ସେଠି ବର୍ବରୀ କହିଥିଲେ କି ତୁମେ ତୁମର ଗୋଟେ ତୀର ଦ୍ୱାରା ଏ ଓସ୍ତ ଗଛ ସବୁ ପତ୍ରକୁ ଭେଦ କରିବ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ସେଠି ଚାଲାକରେ ଗୋଟେ ପତ୍ରକୁ ଆଣି ତାଙ୍କ ପାଦ ତଳେ ରଖିଦେଇଥିଲେ। ଏହାପରେ ସେଇ ତୀର ଯେତେବେଳେ ଗଛର ସବୁ ପତ୍ରକୁ ଜଳି ସାରିଲା ପରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ପାଦ ପାଖକୁ ତୀର ଆସିଥିଲା ସେଇ ସମୟ ସେ ତୀରଟି ଭଗବାନ ଶ୍ରୀକୃଷ୍ଣ ପାଦକୁ ଛୁଇଁ ପାରିନଥିଲା। ଏହାପରେ ସଙ୍ଗେ ସଙ୍ଗେ ସେଇଠି ମାତା ଆଦିଶକ୍ତି ପ୍ରକଟ ହୋଇଥିଲେ କାହିଁକି ନା ବର୍ବରୀକୁ ଏ ଶକ୍ତିଶାଳୀ ତୀର ମାତା ଆଦିଶକ୍ତି ହିଁ ଦେଇଥିଲେ ଏବଂ ମାତା ଆଦିଶକ୍ତି କହିଥିଲେ କି ଦୁନିଆର କୌଣସି ଜିନିଷ ତୀରକୁ କେବେ ଅଟକି ପାରିବ ନାହିଁ। ଏହାପରେ ଭଗବାନ ଶ୍ରୀକୃଷ୍ଣ ସେ ବରଦାନ ସମ୍ମାନ ରଖିବା ପାଇଁ ପତ୍ର ଉପରୁ ପାଦକୁ ଉଠେଇ ଦେଇଥିଲେ। ଆଉ ଆପଣ ଜାଣିଥିଲେ ଭଗବାନ ଶ୍ରୀକୃଷ୍ଣ କାହାରି ମନ ଭାଙ୍ଗିବ ନାହିଁ। ଏହାପରେ ଭଗବାନ ଶ୍ରୀକୃଷ୍ଣ ମାତା ଆଦିଶକ୍ତିକୁ କହିଥିଲେ କି ମୁଁ ତୁମ ଶକ୍ତି ଯୋଉ ଅସମାନ କରିଛି ଆଉ ଯୋଉ ଏଇ ତୀର ମୋ ପାଦକୁ ଛୁଇଁ ପାରିଲା ନାହିଁ ଆଉ ଏଥିଲାଗି ଆଜିଠାରୁ ମୋ ଶରୀରର ଏଇ ଅଂଶ ସବୁଠୁ ଦୁର୍ବଳ ରହିବ ଏବଂ ଏଇ ପାଦ ମୋ ମୃତ୍ୟୁର କାରଣ ବି ହେବ। ଆଉ ତାପରେ ଆପଣ ଜାଣିଥିବେ କି ଜର ନାମ ଭଗବାନ ଶ୍ରୀକୃଷ୍ଣଙ୍କ ପାଦକୁ ଗୋଟେ ହରିଣର ଆଖି ତୀର ମାରିଥିଲେ ଯାହାଫଳରେ ଭଗବାନ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ହୋଇଯାଇଥିଲା।